ଦାରୁକଙ୍କ ମନରେ କୌଣସି ଖରାପ ଉଦ୍ଦେଶ୍ୟ ନଥିଲା, କିନ୍ତୁ ଋଷିଙ୍କୁ ନ ପଚାରି ସେହି ଫଳଟିକୁ ଅଲଗା କରିଦେବା ଏକ ବଡ଼ ଭୁଲ ଥିଲା। ସେହି ଫଳଟିକୁ ଦାରୁକ ଧୀରେ କରି ନିଜ ପକେଟରେ ରଖିଦେଲେ। କୃଷ୍ଣ ସବୁ ଦେଖୁଥିଲେ ମଧ୍ୟ ଚୁପ୍ ରହିଲେ, କାରଣ ସେ ଜାଣିଥିଲେ ଯେ ନିୟତିର ଖେଳ କ'ଣ। ଭୋଜନ ଶେଷ କରି ଦୁର୍ବାସା ଥାଳିକୁ ଚାହିଁଲେ। ସେ ନିଜର ଦିବ୍ୟ ଦୃଷ୍ଟିରେ ଜାଣିପାରିଲେ ଯେ ଗୋଟିଏ ଫଳ କମ୍ ଅଛି। ସେ ଗର୍ଜନ କରି କହିଲେ, ଦାରୁକ, ସେହି ଶେଷ ଫଳଟି କାହିଁ? ତୁମେ ମୋତେ ସେହି ଅଦତ୍ତ ଫଳ କାହିଁକି ଦେଲ ନାହିଁ? ତୁମେ ଜଣେ ଅତିଥିଙ୍କୁ ତାଙ୍କ ପ୍ରାପ୍ୟରୁ ବଞ୍ଚିତ କରିଛ। ଦୁର୍ବାସା କ୍ରୋଧରେ କହିଲେ, ଯେହେତୁ ତୁମେ ଫଳଟିକୁ ଲୁଚାଇଲ, ମୁଁ ତୁମକୁ ଅଭିଶାପ ଦେଉଛି। ତୁମେ ଯେଉଁ ହାତରେ ସେହି ଫଳଟିକୁ ଧରିଛ, ସେହି ହାତର ଶକ୍ତି ତୁମେ ହରାଇବ। ତୁମେ କୃଷ୍ଣଙ୍କ ସାରଥୀ ହୋଇ ମଧ୍ୟ ସେବାଧର୍ମ ଭୁଲିଗଲ। ଦାରୁକ ଭୟରେ କାନ୍ଦି ପକାଇଲେ। ଦାରୁକ କୃଷ୍ଣଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଲେ। କୃଷ୍ଣ ଋଷିଙ୍କୁ ଅନୁରୋଧ କଲେ, ହେ ମହର୍ଷି, ଦାରୁକର କୌଣସି ପାପ ଉଦ୍ଦେଶ୍ୟ ନଥିଲା। ସେ କେବଳ ଭକ୍ତିବଶତଃ ସେହି ଫଳଟି ମୋ ପାଇଁ ରଖିଥିଲେ। ଦୟାକରି ତାଙ୍କୁ କ୍ଷମା କରନ୍ତୁ। କୃଷ୍ଣଙ୍କ କଥା ଶୁଣି ଦୁର୍ବାସାଙ୍କ କ୍ରୋଧ ଧୀରେ ଧୀରେ ଶାନ୍ତ ହେଲା। ଦୁର୍ବାସା କହିଲେ, ଅଭିଶାପ ଫେରିବ ନାହିଁ, କିନ୍ତୁ କୃଷ୍ଣଙ୍କ ସ୍ପର୍ଶରେ ତୁମେ ତୁମର ଶକ୍ତି ପୁଣି ଫେରି ପାଇବ। କିନ୍ତୁ ମନେ ରଖ, ସେବା ସମୟରେ ଅହଙ୍କାର ବା ନିଜସ୍ୱ ବିଚାର ରଖିବା ଅନୁଚିତ। ଦାରୁକ ଶିକ୍ଷା ପାଇଲେ ଯେ ସମ୍ପୂର୍ଣ୍ଣ ସମର୍ପଣ ହିଁ ପ୍ରକୃତ ସେବା। ଦ୍ୱାରକାରେ ପୁଣି ଶାନ୍ତି ଫେରିଆସିଲା।